ମାସକ ତଳେ ସେ ଦୁନିଆକୁ ଆସିଥିଲେ। ନିଜର 5 ଜଣ ଭାଇ ଭଉଣୀଙ୍କ ସହ ଏ ଦୁନିଆରେ ପାଦ ଥାପିଥିଲେ। ଟମକା ଛକରେ ଥିବା ଏକ ଟାୟାର ଗଦା ଭିତରେ ନିଜକୁ ସୁରକ୍ଷିତ ମଣି ତା ମା ସେମାନଙ୍କୁ ଜନ୍ମ ଦେଇଥିଲା। ସେତେବେଳେ ପ୍ରବଳ ବର୍ଷା ମା ସହିତ ଛୁଆମାନଙ୍କୁ ଭିଜାଇ ଦେଇଥିଲା। ତାଙ୍କ ଦୟନୀୟତାକୁ ଦେଖି ନିକଟସ୍ଥ ବଙ୍ଗଳାର ଏକ ପରିବାର ସେମାନଙ୍କୁ ଉଦ୍ଧାର କରିଥିଲା। ନିଜ ହାତରେ ଏକ ପାଲ ଘେରା କୁଡ଼ିଆ ତିଆରି କରି ନିଜ ପେଟରୁ ଦାନା ମାରି ସେମାନଙ୍କୁ ଥଇଥାନ କରିଥିଲା। ଧୀରେ ଧୀରେ ଛୁଆମାନଙ୍କର ଆଖି ଫିଟିବା ପରେ ସେମାନେ ହସ ଖୁସିରେ ବଞ୍ଚିଥିଲେ। ପାଟି ଖୋଲି କଥା କହିପାରୁନଥିଲେ ମଧ୍ୟ ସେମାନଙ୍କ ଭିତରେ ଥିଲା ଅନାବିଳତା ଓ ଭଲ ପାଇବା ଦେଖିଲେ ଖୁସି ଲାଗୁଥିଲା। ହେଲେ ସେ ଖୁସି କିନ୍ତୁ ବେଶୀ ଦିନ ରହିଲା ନାହିଁ। ଏ ନିଷ୍ଠୁର ବିବେକହୀନ ମଣିଷର ନଜର ଏ ପରିବାର ଉପରେ ପଡ଼ିଲା। ମା କ୍ଷୀର ଛାଡ଼ି ନଥିବା 2ଟି ଛୁଆଙ୍କୁ କିଏ ଚୋରେଇ ନେଇଗଲା। ବିଚରା ମା ଛୁଆ ହରାଇବା ଦୁଃଖରେ କେତେବେଳେ କାହା ଦୋକାନ ପିଣ୍ଡା ତ ପୁଣି କେତେବେଳେ କାହା କେବିନ ତଳେ ପଶି କାନ୍ଦି କାନ୍ଦି ତା ଛୁଆ 2ଟିକୁ ଖୋଜି ଆଉଟ ପାଉଟ ହୋଇ ବୁଲିଲା। ବାଟରେ ଯାଉଥିବା ଅନେକ ଲୋକ ତାକୁ ଦେଖୁଥିଲେ, କିନ୍ତୁ ସମସ୍ତେ ନିଜ ନିଜ ବାଟରେ ଚାଲି ଯାଉଥିଲେ, କାରଣ ସେ କଥା କହି ଜାଣିନଥିଲା। ଶେଷରେ ଆଖି ଲୁହ ପିଇ ବାକି ଥିବା ଛୁଆମାନଙ୍କ ସହ ସେ ରହିଥିଲା। ହେଲେ ଏତିକିରେ କିନ୍ତୁ ତାର ଦୁଃଖ ସରିନଥିଲା। ବାକି ରହିଥିବା 4 ଜଣ ଛୁଆଙ୍କ ମଧ୍ୟରୁ ଜଣଙ୍କର ଜୀବନ ଜଣେ ପାଶୁର ଯୁବକର ବେପରୁଆ ଗାଡ଼ି ଚାଳନାରେ ଚକ ତଳେ ଚାଲିଗଲା। ମା ପଛରେ କ୍ଷୀର ପିଇବାକୁ ବୁଲୁଥିବା ଛୁଆଟିକୁ ସେ ସିନା ଚାପି ଦେଇ ଚାଲିଗଲା, ହେଲେ ତା ପରର ହୃଦୟ ବିଦାରକ ଘଟଣା ଯିଏ ଦେଖିଛି ତା ଆଖିରେ ଲୁହ ଆସିଛି। ରାସ୍ତାରେ ଛଟପଟ ହୋଇ ଛୋଟ ଛୁଆଟିର ଜୀବନ ଚାଲିଗଲା ସତ, ହେଲେ ତା କୁନି କୁନି ଭାଇ ଭଉଣୀ ଓ ତା ମାର ହୃଦୟ ଫିଟା ଚିତ୍କାର କଲିଜା ଫଟେଇ ଦେଉଥିଲା। ଆଉ ପୃଥିବୀର ଶ୍ରେଷ୍ଠ ଜୀବ ମଣିଷର ମାନବିକତାକୁ ପ୍ରଶ୍ନ କରୁଥିଲା, ଏ ମଣିଷ ଏତେ ନିଷ୍ଠୁର କ'ଣ ପାଇଁ? କ'ଣ ଦୋଷ କରିଥିଲା ଏ ନିଷ୍ପାପ ଛୁଆଟି? ସେ ମଣିଷ ନଥିଲେ ବି ସେ ବି କାହାର ଛୁଆ ଥିଲା ନା। ଲକ୍ଷ ଲକ୍ଷ ଟଙ୍କାର ଗାଡ଼ି ଉପରେ ଏ ମଣିଷ ବସି ପଡ଼ିଲେ ସେ କ'ଣ ତାର ମାନବିକତା ଭୁଲିଯାଏ? ତା ଆଖିକୁ କ'ଣ କିଛି ବି ଦେଖାଯାଏନି? ଥରେ ଚିନ୍ତା କରନ୍ତୁ ତ, ସେ ଯଦି କୁକୁର ନ ହୋଇ ମଣିଷ ଛୁଆ ହୋଇଥାନ୍ତା, ଆଉ ଏପରି ଘଟଣା ଆଖି ଥାଇ ଅନ୍ଧ ପାଲଟିଥିବା ସେ ନିଷ୍ଠୁର ଗାଡ଼ି ଚାଳକ ସହ ଘଟିଥାନ୍ତା? ଭଗବାନ କରନ୍ତୁ ଏପରି ଘଟଣା କାହା ସହ ନ ଘଟୁ, କାରଣ ସେ ମଣିଷ ହେଉ ଅବା ପଶୁ, ଏଠି ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି। ଭଗବାନ ଏଭଳି ମଣିଷକୁ ତା କର୍ମର ଦଣ୍ଡ ଦିଅନ୍ତୁ ଅବା ନ ଦିଅନ୍ତୁ, କେବଳ ଏତିକି କାମନା, ଏପରି ମଣିଷକୁ ସଦ୍ବୁଦ୍ଧି ଦିଅନ୍ତୁ। ବ୍ୟୁରୋ ରିପୋର୍ଟ, ମହାଗିରି ନ୍ୟୁଜ୍।